हाय फ्रेंड्स नमस्कार वेलकम टू बैक माय यूट्यूब चैनल। देखंतु मु आज नुआ ब्लॉग रे आपण मानक स्वागत करूची आ गोटे नुआ ब्लॉग रे। आगो को जागर आसुची मु देखंतु कोन करूची दी खुळ कुटी देछि बिरी आ बड़ी बिछेबा जागर पई दरकार तेणु करी चलंतु देखिबा हमर ए देखंतु मु देखे दउची। देखंतु एति की बिरी मु कुटी देछि दी खुळ ग्राइंडर रे हैला आउ जागर पाई मु बिछेबी जागर दरकार बड़ी चलती बिछेबा बड़ी एति बिछेदेमी खरा आसलानी छात उपरे वर्तमान एक फेणे देवा चलतु बुराटा झाड़ दे भल झाड़ दे सिंपल रे काम करदेबा बुरा देहरे बड़ी बिछेदेबा हम पानी आनी थला वर्तमान आमर बिरी फेणा गला एतिकी बिरी बर्तमान जागर पाई बिछा जीव। मोर लुगा पके दे खरा पड़छ बोली चाहि पानी वर्तमान खरा आसी सारलानी आउ बिरी मध्य बिछा जीव आगु जागर आसुची आमर वर्तमान आमर चौपरी हबार समस्ते व्यस्त अच्छा बापा श्राद्ध देवाई कहार के टाइम हेनी जेहेतु मुझे दी खुळ बिरीटा को कुटी देकी जागर पाई बिछे दउची मासर 3 दिन पर जागर आसी पहुँची गला तेणुक एतिकी बिरी बिछेती बिरी कोटी ता ऊपर मेथी पके अदा आम ग्राइंडिंग कर दे सब मिक्स करके बड़ी बिछे देबा बड़ी नाड़ी बरकोली आउ सब प्रकार मिक्स तरकारी करा जीवो जागर पाई तेणुक जागर आसिले मु आ गोटे नुआ ब्लॉग रे आपण मानकु देखैबी। वर्तमान चैनल को सब्सक्राइब करी रखिथिबे मु जति नुआ वीडियो पकेबी आपण पाखरे सब पहुँची जीवो वीडियो जति पहुँची जीवो सब आपण पाखरे। वर्तमान आमे बिरी बिछे स्टार्ट कर दबा बड़ी बुझी बड़ी हाँ बड़ी बिछे स्टार्ट करता हमें बिरी कह देनी आमर बॉडीटा को भलिया हेछि आपण माने निहाती कमेंट रो कहिबे। उड़ी होची पवन दोची गोटे छुआ गोटे बड़ सब एका साइज रे होना शाग बढ़ी जीवन भाई हम खाई शाग खाई किसी रखी रखू ना बिछा सरीगला एतिक आमर केते 1 2 3 4 5 6 7 लाइन हेला दी खुळ बिरी छुआ छुआ खुळ जो ग्राइंडर 7 खुळ हेला। वर्तमान आमर जागर चले दबो तापर देखिबा बिरी आनी की बिछा हबो बहुतिका। वर्तमान आमर बिरी बिछा सरीगला
ତାପରେ ଚାଲନ୍ତୁ ଯିବା ବର୍ତ୍ତମାନ ଆମେ ଚାଲନ୍ତୁ ତଳକୁ। ଆଉ ଗାଜର କାକୁଡ଼ି କିଛି ରହିଛି ତାକୁ ସାଲଡ଼ କରିକି ଖାଇନେବା। ଚାଲନ୍ତୁ। ବର୍ତ୍ତମାନ ଆମର ଗାଜର କାକୁଡ଼ି କଞ୍ଚା ଲଙ୍କା ଆଉ ଏଠି ରହିଛି ଧନିଆ ପତ୍ର ପିଆଜ ରହିଛି ଏଠି ଆଉ ଏଠି ଛେଲା ରହିଛି। ଆମର ବର୍ତ୍ତମାନ ଆଉ ୟାକୁ ସାଲାଡ଼ କରାଯିବ। ଚାଲନ୍ତୁ ବର୍ତ୍ତମାନ ଆମେ ୟାକୁ ଛେଲିକି ଦେଖେଇବା କ'ଣ ହେଉଛି। ଛେଲି ଦେଇଥିଲି ନା କାହିଁ ଚୁପା ତ ରହିଛି। ଗାଜର ଫାଜର ଛାଡ଼ିଦେବୁ ସେ ଭଲ ଲାଗିବ, ଦାନ୍ତ ଫାନ୍ତରେ ବି ହେବ। କାକୁଡ଼ି ଗାଜର ବ୍ୟସ୍ତ ସବୁବେଳେ ରହୁଛି ମୁଁ ଆଉ ତ ଯାଏ ତ କହିବି ସେଇଟା ଘିନି ଆଣି ତାକୁ ଦେଖେଇବି। ଏ ଧାର ଅଛି ଭଲ ବର୍ତ୍ତମାନ ଆମର ଗାଜର କାକୁଡ଼ି ସାଲଡ଼ରେ ବର୍ତ୍ତମାନ କରାଯାଉଛି। ଆଉ ଛେଲା ଯାଉଛି ବର୍ତ୍ତମାନ ଆମର ଗାଜର କାକୁଡ଼ି ରହିଛି ପାଖରେ, ଟମାଟୋ ଆଉ ପିଆଜ ପକାଯିବ। ଆଉ ସାଇଡ଼ରେ ରହିଛି ଆମର ଧନିଆ ପତ୍ର, ସବୁ ମିକ୍ସ କରିକି ପକାଯିବ। ଆଉ ସାଲଡ଼ଟି ଆମେ ପ୍ରସ୍ତୁତ କରିଦେବା, ତାପରେ ଖାଇନେବା। ନା ନହେଲେ ବି ଭୋଟ ଦେବି ଆଉ ଆଶା କରିନାହାନ୍ତି ବୋଲି ଆଉ ସେ ଦେଖିଥିଲେ ଶ୍ୱଶୁର ଆସି ଦେଖିବାକୁ ତସଲେ ଖଣ୍ଡେ କରିଥିଲେ ଛେଲିକିରି ଗାଜର କାକୁଡ଼ି ପିଆଜ ଚାଞ୍ଚୁର ଫଳ ପକେଇକି ଖାଇଲେ ଲୋକ ମାଗି। ବର୍ତ୍ତମାନ ଆମର ଗାଜର ଛେଲା ସରିଯାଇଛି। ଆଉ ତାପରେ ଆମର କଟାଯିବ, ବର୍ତ୍ତମାନ କଟା ଚାଲିଛି ଆମର କାକୁଡ଼ି। ଆଉ ତାପରେ ଆମର ପିଆଜ କଟାଯିବ। ପିଆଜ କଟା ସରିଲା ପରେ ଟମାଟୋ ବି କଟାଯିବ। ଆଉ ବର୍ତ୍ତମାନ ପିଆଜ କଟାଯିବ ଦେଖନ୍ତୁ। ଆଉ ତାପରେ ଟମାଟୋ ମଧ୍ୟ କଟାଯିବ। ଟମାଟୋ କଟା ସରିଲା ପରେ ଆମର ସବୁ ପ୍ରକାର ମିକ୍ସ ରଖାଯାଇଛି, ଯେଉଁ ସାଇଡ଼ରେ ସବୁ ପଡ଼ିବ। ବର୍ତ୍ତମାନ ଆମର ରେଡି ହେଇଗଲା ସାଲଡ଼। ଚାଲନ୍ତୁ ବର୍ତ୍ତମାନ ଆମେ ଖାଇନେବା। ତାପରେ ଚାଲନ୍ତୁ ଆମେ ଯିବା, ହେମଦସ୍ତା ରହିଛି ଆଉ ଧାନ କିଛି ଆମର ଧାନରେ ଚାଉଳ କିଛି କୁଟା ହେଇକି କଢାଯିବ। ଚାଲନ୍ତୁ ବର୍ତ୍ତମାନ ମୁଁ ଆପଣମାନଙ୍କୁ ଦେଖେଇ ଦଉଛି ହେମଦସ୍ତାରେ କୋଉ ଭଳି ଧାନ କୁଟା ଯାଉଛି। ଆଉ ବର୍ତ୍ତମାନ ଧାନ କୁଟା ସମସ୍ତଙ୍କର ଥିବ କି ନଥିବ ମୁଁ ଜାଣିନାହିଁ, କିନ୍ତୁ ମତେ ବୋଉ କହିଲା ଯେ ଏତିକି ଧାନ ଚାଉଳ ଟିକେ କରିଦେ, ଦରକାର ଅଛି ଅରୁଆ ଚାଉଳ। ଆଉ ମୁଁ ମଧ୍ୟ ଧାନ କୁଟି ଦଉଛି, ଚାଉଳ ମଧ୍ୟ କାଢିଦେବି। ବର୍ତ୍ତମାନ ଆମର ଆଗକୁ ଠାକୁରଙ୍କ ପାଖରେ ଭୋଗ ଲାଗିବ, ତେଣୁକରି ମତେ ଅର୍ଡର ଦିଆହେଇଛି ଏତିକି ଚାଉଳ କୁଟି କାଢିବା ପାଇଁ। ତେଣୁକରି ଚାଲନ୍ତୁ ବର୍ତ୍ତମାନ ଆମେ କୁଟି ନେବା। ମତେ ଏତିକି ଧାନ କୁଟି ଚାଉଳ କାଢିବା ପାଇଁ ଆଉ ବହୁତ ଟାଇମ ମଧ୍ୟ ଲାଗିଯିବ। ମୁଁ ସବୁ ଦେଖେଇ ପାରିବିନି ଆପଣ ମାନଙ୍କୁ, ମୁଁ କମ ସମୟରେ ଦେଖେଇ ଦଉଛି। ଆଉ ଚାଉଳ ଧାନ କୁଟା ଯାଉଛି, ଆମର ଚାଉଳ ବର୍ତ୍ତମାନ ଗୋଟେ କୂଳ କୁଟି ଦେବା, ଦେଖିବା ଚାଲନ୍ତୁ ଆଗକୁ କଣ ହଉଛି। ବର୍ତ୍ତମାନ ମୁଁ ତ ଦେଖନ୍ତୁ ଚାଉଳ ବର୍ତ୍ତମାନ ହେଇସାରିଲାଣି। ଆଉ କିଛି ଚାଉଳ ପାଖରେ ରଖିଛି କାଢିକି। ଆଉ ବହୁତ ସମୟ ମତେ ଲାଗିଛି, ମୁଁ ଦେଖେଇଦେଲି ସର୍ଟ ଉପରେ ଆପଣ ମାନଙ୍କୁ। ବର୍ତ୍ତମାନ ଚାଉଳରେ ଯୋଉ ଧାନ ଗୋଟେ ଗୋଟେ ରହିଛି ତାକୁ ପାଛୋଡିକି ଆଉ ଗୋଟେ ଧାନ ଯୋଉ ରହିଛି ତାକୁ କାଢୁଛି କୁଣ୍ଡା। ତ ଗାଇଜ ଚାଲନ୍ତୁ ସକାଳୁ ସକାଳୁ ବାଡିକି ଯିବା। ଆଉ ଦେଖନ୍ତୁ କାକର ପଡିଛି ପତ୍ରରେ, ଧୋବୁଲା ଦେଖାଯାଉଛି ସବୁ ଧଳା। ଆଉ ତାପରେ ଫୁଲକୋବି ମଧ୍ୟ ଛୋଟ ଛୋଟ ହେଇଛି, ତାକୁ ଆମେ ତୋଳିବା। ବାଡିରେ କଣ ସବୁ ଲଗା ଯାଇଛି ମୁଁ ଆପଣ ମାନଙ୍କୁ ସବୁ ତ ଦେଖେଇ ସାରିଛି ପୂର୍ବ ଭିଡିଓରେ।
ଆଉ ବାଡ଼ିରେ ତୋଳିକି ଆମେ ରୋଷେଇ କରିନେବା। ବହୁତ ଜୋରେ ଭୋକ କଲାଣି। ଚାଲନ୍ତୁ ବର୍ତ୍ତମାନ ଯିବା ଆମେ ଫୁଲକୋବି ଗୋଟେ ଆଣିବା ପାଇଁ। ଆଉ ମୁଁ ଯାଇଥିଲି କତା ଆଣିବା ପାଇଁ। କତାରେ ହାଣି ଫୁଲକୋବି ତା ମୂଳ ଉପାଡ଼ି ନ ଥିବାରୁ ମୁଁ କତା ଆଣିକି ତା ମୂଳକୁ ହାଣିକି ନେଇ ଆସିବି। ବର୍ତ୍ତମାନ ମୁଁ କତା ନେଇକି ଯାଉଛି। ବର୍ତ୍ତମାନ ଫୁଲକୋବିଟି ଆମେ ବର୍ତ୍ତମାନ ନେଇ ଆସିବା। ଚାଲନ୍ତୁ ବର୍ତ୍ତମାନ ଖରା ଆସିସାରିଲାଣି ଆଉ ଶୀତ ବି ଲାଗୁଛି। ଫୁଲକୋବି ଦେଖିକିରି ଆମେ କତାରେ ଗୋଟେ ହାଣିକି ମୂଳରୁ ନେଇ ଆସିବା। ବର୍ତ୍ତମାନ ଆମେ ନେଇ ଆସିଲେ ତାପରେ ଆଉ ଗୋଟେ ନେଇ ଆସିବା। ଚାଲନ୍ତୁ ବର୍ତ୍ତମାନ ଗୋଟେ ଛୋଟ କୋବି ବର୍ତ୍ତମାନ ହେଇଛି ତ ତରକାରୀ ହବନି। ଆଉ ଦୁଇଟି କୋବି ନେଇ ଆସିଲେ ଆମେ ତରକାରୀ ରାନ୍ଧିଦେବା। ଫୁଲକୋବି ଛୋଟିଆ ଛୋଟିଆ ହେଇଛି ଦେଖାଛି ନା ଏବେ। ସିମ ପକେଇ ଭାଜିବୁ କି ଫୁଲକୋବି ଦେଖିକି ଆଣି ଏଠି ମଞ୍ଜି ଦେଇଥିଲ ଆଣିଦେଇଥିନି ଏଠି ଦେଖା ଦେଖାଛି ନା ହଁ ଏଇଥିରେ ନେବା। ଏଠି ଜରି ବାନ୍ଧିକି ଖୋଲିଦେଲେ ଖରା ପଡ଼ିଗଲା। ମାଙ୍କଡ଼ ନେଇଯାଉଛି। ଦେଖ ପିମ୍ପୁଡ଼ି ଲାଗିଲାଣି ମୋର ବୁଝିଲ ନା। ମାଙ୍କଡ଼ ଗୁଡ଼ା ବଦମାସ ନେଇଯାଉଛନ୍ତି ଖାଲି। ଦୁନିଆର କେଉଁଟା ଆଣିବି ଦେଖିବା ସେଟା ଛଡ଼ା ହେଇନି। ଏଠୁ ସିନା ସେଇଠି ଅଛି ଦିଟା ଚାରିଟା ସେ ଦିଟା ହେଇଠି କେଉଁଠି ଉପରକୁ ଅଛି। ଏଇ ଦିଟା ହଁ ସିମ ବାଙ୍କି ହେଇଛି ସିମଟା ଦିଟା ପଳେଇଗଲା। ବଢ଼ିଥାନ୍ତା କି ହେଇନି ଆଇରଣି ଉପରକୁ ହେଇଛି। ଉପରକୁ ହେଇଛି ଏତିକି ତ। ଆଉ ସେପଟେ ଦେଖ ଆଉ ତଳକୁ ତଳକୁ ଦୂର ଦେଖ ଏଇଟା ମୁଡ଼ି ଦେଇକି ଆସି ତଳକୁ ଥିଲା ହେଇଥିଲା ତଳକୁ ଅଛି। ଏପଟକୁ ଅଛି। ଦିଟା ହେଇନି ପୋକ ଲାଗିଗଲାଣି। ବିଷ ଦିଆ ନାହିଁ ନା। ହେଟି ଆଣିବୁ କି ହେଟି ଓଳି ଆଣିବୁ କି କେଉଁଠି ହେ ଆମ ସାଙ୍ଗେ ଛଡ଼ା ଗୋଟେ ହେଇନା ଗୋଟେ ଏଇଟା ପୋକ ଲାଗିଯାଇଛି। ଭାରି ହେଲା ଗଛର ପୁରୀ ଡାଳଟା ଟାଣି ଆଣିଥାନ୍ତା ମଞ୍ଜି ତୋଳିବ ତଳକୁ କାଢ଼ି ଆଣି। ହେଲା ଆମର ଫୁଲକୋବି କେତେ ବଡ଼ ବଡ଼ ହେଇଛି ଦେଖନ୍ତୁ। ଯାହାର ଦରକାର ଆମକୁ ବାଡ଼ିକି ଚାଲି ଆସିବେ ଫୁଲକୋବି ନେବା ପାଇଁ। କେତେ ବଡ଼ ବଡ଼ ହେଇଛି ଫୁଲକୋବି। ଭଲ ଭାବରେ ଦେଖନ୍ତୁ। ଗାଡ଼ି ନେଇ ଆସିବେ ଆମ ଫୁଲକୋବି ନେଇଯିବେ। ଏଇନା ଧରୁଛି ଆରମ୍ଭ ହେଉଛି ଆଉ ପାଣି ଟିକେ ଦେନେ ବଢ଼ିବ। ଫୁଲକୋବି ସିମ ଆଜି ଭଜା ଯିବ। କେତେ ବଡ଼ ବଡ଼ ଫୁଲକୋବି ହେଇଛି ଦେଖନ୍ତୁ ଆମ ବାଡ଼ିରେ। ଦେଖନ୍ତୁ ସାପ ଗୋଟେ ଦେଖନ୍ତୁ ଆସିକି ପହଞ୍ଚିଛି। ମୁଁ ବସିଥିଲି ମୋତେ ଜଣା ନାହିଁ କିନ୍ତୁ ବେଙ୍ଗ ଖାଇବା ପାଇଁ ସାପ ଆସିକି
ଏଠି ପହଞ୍ଚି ଯାଇଛି, ଆପଣମାନଙ୍କୁ ଦେଖାଇ ଦେଉଛି। ଦେଖନ୍ତୁ ସାପଟି କେଉଁ ଭଳି ଭାବରେ ଯାଉଛି। ପଳେଇଗଲା ସାପଟି, ଦେଖନ୍ତୁ। ବର୍ତ୍ତମାନ ବାଡ଼ିରେ ଦୁଇଟି ଆଉ ବଡ଼ ବଡ଼ ଥିଲା, ମୁଁ ଦେଖିପାରିନଥିଲି, ପଛରେ ଯାଇକି ନେଇ ଆସିଲି। ଆଉ କୋବି ଦୁଇଟା ବଡ଼ ବଡ଼ ଥିଲା, ମୁଁ ନେଇ ଆସିଲି। ବର୍ତ୍ତମାନ ଆମେ ଯୋଗାଡ଼ି ଦେବା। ଯୋଗାଡ଼ି ଦେଇ ସାରିଲା ପରେ ଆମେ ରୋଷେଇ କରିବା। ଚାଲନ୍ତୁ ଆଗକୁ ଯିବା, ଦେଖିବା କ'ଣ ହେଉଛି। ବର୍ତ୍ତମାନ କୋବି ଦିହରେ ପତ୍ର ସବୁ ଅଲଗା କରାଯାଉଛି। ଆଉ ଆପଣମାନେ ଚାହିଁଲେ ସେ ପତ୍ରକୁ ଶାଗ ଖଡ଼ିକି ଖାଇପାରିବେ। ବର୍ତ୍ତମାନ ମୁଁ ଆଉ ଗୋଟେ କୋବିର ପତ୍ର ଅଲଗା କରିଦେଉଛି। ଆଉ ବର୍ତ୍ତମାନ ସରିଯାଇଛି ପତ୍ର, ତାପରେ ତା ଡେମ୍ଫଟାକୁ କାଟିଦେଲେ, ତାପରେ କାଟିକି ଆମେ ବନେଇଦେବା। ବନେଇ ଦେଇ ସାରିଲା ପରେ ତାକୁ କ'ଣ କରିବା, ହଳଦୀ ପାଣିରେ ପକାଇଦେବା। ଆଉ କୋବିର ଯଦି ବା ପୋକ ଲାଗିଥିବ, ପୋକ ସବୁ ବାହାରି ଆସିବ। ଆଉ ଛୋଟ ଛୋଟ ପୋକ। ଚାଲନ୍ତୁ, ବାଡ଼ି କୋବିରେ ଟିକେ ପୋକ ହୁଅନ୍ତି ଆଉ ବିଷ ଟିକେ କମ୍ ଦିଆଯାଏ ବାଡ଼ି କୋବିରେ। ତେଣୁକରି ଆମେ ବିଷ ଟିକେ କମ୍ ଦେଇଛୁ। ଆଉ ପୋକ ଲାଗିବା ପାଇଁ ଆମେ ହଳଦୀ ପାଣିରେ ପକାଇଦେବା ବନେଇ ସାରି। ତାପରେ କିଛି ସମୟ ଗଲା ପରେ ତାକୁ ପୁଣି ଆମେ ଛାଙ୍କି ଦେବା ହଳଦୀ ପାଣିରେ। ଆଉ ତାପରେ ଆମେ ତାକୁ ରୋଷେଇ କରିନେବା। ଚାଲନ୍ତୁ ଆଗକୁ ଯିବା, ଦେଖିବା କ'ଣ ସବୁ ଆମେ ବନେଇବା, ପ୍ରସ୍ତୁତି କରିବା। ଆଉ ଆପଣମାନଙ୍କୁ ଦେଖେଇବି। ବର୍ତ୍ତମାନ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଗୋଟେ ଲାଇକ୍ କରିଦେବେ। ଆଉ ଦେଖନ୍ତୁ, ଜମା ବି ସ୍କିପ୍ କରିବେନି। ସ୍କିପ୍ କରିଦେଲେ ଆପଣମାନେ କୌଣସି ଜାଣିପାରିବେନି ବ୍ଲଗ୍ରେ କ'ଣ ହେବ। ତେଣୁକରି ଆପଣମାନେ ସବସ୍କ୍ରାଇବ୍ ଗୋଟେ କରିକି ରଖନ୍ତୁ। ଚାଲନ୍ତୁ ଆଗକୁ ଯିବା, କ'ଣ ସବୁ ଆମର ପ୍ରସ୍ତୁତି ପ୍ରଣାଳୀ କରାଯାଉଛି। ହଳଦୀ ପାଣିରେ ପକାଇଦେବା ସବୁ। ଦେଖନ୍ତୁ, ବର୍ତ୍ତମାନ ମୁଁ ହଳଦୀ ପାଣିରେ ସବୁ ପକାଇ ଦେଇଛି। ତାକୁ ବର୍ତ୍ତମାନ କିଛି ସମୟ ଗଲାଣି, ତାକୁ ବର୍ତ୍ତମାନ ଆମେ ଛାଙ୍କି ଦେବା। ଛାଙ୍କି ଦେଲା ପରେ ପୋକ ସବୁ ଆମେ ବାହାରି ଆସିବ, ପୋକ ସବୁ କାଢ଼ିଦେବା। ମାନେ ପୋକ କି ନାହିଁ, ମୁଁ କାଢ଼ି ନାହିଁ, ପୋକ ବି ନାହିଁ ଆଉ କୋବିରେ। ତେଣୁକରି ଆମର ସନ୍ଦେହ ଦୂର ହେଲା। ୟାକୁ ସବୁ ଛାଙ୍କି ଦେଲେ, ସବୁ ଆମର ସବୁ ଯାକ ଛାଙ୍କି ଦେବା। ଛାଙ୍କି ଦେଇ ସାରିଲା ପରେ ଆମେ ଯିବା ରୋଷେଇ କରିବା। ଚାଲନ୍ତୁ, ବର୍ତ୍ତମାନ ଆମେ ରୋଷେଇ କରିବା, ରୋଷେଇ ପାଖକୁ ଯିବା। ବର୍ତ୍ତମାନ ପ୍ରଥମେ ଚାଲନ୍ତୁ କ'ଣ ରଖିଛନ୍ତି ଦେଖିବା। ବର୍ତ୍ତମାନ ଟମାଟୋ 5ଟି ରଖିଛି, ତାକୁ ଆମେ ଛେଚା ଟିକେ କରିନେବା। ପ୍ରଥମେ ଚାଲନ୍ତୁ ତେଲରେ ଟିକେ ଘୋଡ଼େଇ ଦେବା। କିଛି ସମୟ ଛାଡ଼ିଦେବା। ସିଝି ସାରିଲା ପରେ ତାକୁ ଆମେ ପୁଣି ଛେଚା, ମାନେ ଟମାଟୋ ମେଲ୍ଟ କରିଦେବା। ଆଉ ସାଇଡ଼୍ରେ ରହିବ ଆମର ଖାଇବା ପାଖରେ। ତାପରେ ଆମେ ଦେଖନ୍ତୁ, ଟମାଟୋ ବର୍ତ୍ତମାନ ଆମର ହେଇସାରିଛି। ତାକୁ ସବୁ ପ୍ରକାର ମସଲା ପକାଇକି ମିକ୍ସ କରିଦେବା। ବର୍ତ୍ତମାନ ଆମେ ତାକୁ ମେଲ୍ଟ କରିଦେଲେ, ତାପରେ ଆମେ ଯିବା, ଚାଲନ୍ତୁ ଫୁଲକୋବି ଆମର ଯେଉଁ ବନା ଯାଇଥିଲା ରୋଷେଇ କରିନେବା। ବର୍ତ୍ତମାନ ପିଆଜ କଟା ଯାଇକି ରଖାଯାଇଛି। ଆଉ ତେଲ ମଧ୍ୟ ଗରମ ହେଇସାରିଲାଣି। ବର୍ତ୍ତମାନ ଫୁଲକୋବି ଆମେ ଛାଡ଼ିଦେବା। ଚାଲନ୍ତୁ। ତ ଗାଇଜ୍, ଦେଖନ୍ତୁ, ବର୍ତ୍ତମାନ ଆମେ ବାଡ଼ିରେ ଫୁଲକୋବି ତୋଳି ଆଣି କେଉଁ ଭଳି ରୋଷେଇ କରୁଛୁ। ଆଉ ବର୍ତ୍ତମାନ ତ ଭୋକ ଲାଗିଲାଣି, ଖାଇବୁ। ଆଉ କିଛି ଭିଡ଼ିଓରେ ତ୍ରୁଟି ଥିଲେ ଆପଣମାନେ କ୍ଷମା କରିଦେବେ। ଭିଡ଼ିଓଟି ଆମେ ଶେଷ କରି ଆସୁଛୁ। ବର୍ତ୍ତମାନ ରେଡ଼ି ହେଇଯିବ ଆମର ତରକାରୀ। ଆଉ ଭିଡ଼ିଓଟି ଏଇଠି ରଖିଦେଉଛୁ। ଜୟ ଜଗନ୍ନାଥ।